ପ୍ରତ୍ୟେକ ମାସରେ ଗ୍ରହମାନଙ୍କର ସ୍ଥିତି ପରିବର୍ତ୍ତନ ହେଉଥିବାରୁ ପ୍ରତ୍ୟେକ ମାସର ରାଶିଫଳ ସେହି ଅନୁଯାୟୀ ପରିବର୍ତ୍ତିତ ହୋଇଥାଏ। ସେହି ପରିବର୍ତ୍ତନ କ୍ରମରେ ଆଜି ଜାଣିବା 2025 ମସିହା ଜୁଲାଇ ମାସ ପାଇଁ ମେଷ ରାଶିର ମାସିକ ରାଶିଫଳ କିପରି ରହିବ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ଜୁଲାଇ ମାସ ପାଇଁ ମେଷ ରାଶିର କାର୍ଯ୍ୟକ୍ଷେତ୍ର ବା କ୍ୟାରିୟର ସମ୍ପର୍କରେ ଆଲୋଚନା କଲେ ଜଣାଯାଏ, ମେଷ ରାଶିର ଦଶମ ଭାବର ଅଧିପତି ଶନି ଦ୍ୱାଦଶ ବା ବ୍ୟୟ ଭାବରେ ଅବସ୍ଥାନ କରିଥିବାରୁ କର୍ମକ୍ଷେତ୍ର ସମ୍ପର୍କରେ ଭଲ ଫଳ ପ୍ରଦାନ କରିପାରିବେ ନାହିଁ। ସହଜରେ ସମ୍ପାଦିତ ହୋଇଯାଉଥିବା କାମ ସମ୍ପନ୍ନ କରିବାରେ ଅହେତୁକ ବିଳମ୍ବ ଦେଖାଯିବ। ବହୁତ ଧାଁଧପଡ଼ କରିବାକୁ ପଡ଼ିପାରେ। ତା ସାଙ୍ଗକୁ କର୍ମକ୍ଷେତ୍ରରେ ଦ୍ୱନ୍ଦ୍ୱ ସୃଷ୍ଟି ହେବାର ମଧ୍ୟ ସମ୍ଭାବନା ରହିଅଛି। ଜୁଲାଇ ମାସରେ ମେଷ ରାଶିର ଆର୍ଥିକ ଅବସ୍ଥା ସମ୍ପର୍କରେ ଜାଣିବାକୁ ଗଲେ ଜଣାଯାଏ ଯେ ମେଷ ରାଶିର ଏକାଦଶ ବା ଆୟ ଭାବର ଅଧିପତି ଶନି ଦ୍ୱାଦଶ ଭାବରେ ରହିଥିବାରୁ ଆୟ ହେଲେ ମଧ୍ୟ ଦ୍ୱାଦଶ ବା ବ୍ୟୟ ଭାବରେ ଶନି ଅବସ୍ଥାନ କରିଥିବାରୁ ଖର୍ଚ୍ଚର ପରିମାଣ ଆୟଠାରୁ ଅଧିକା ହୋଇଯିବ। ତା ସହିତ ଶନି ମହାଗ୍ରହଙ୍କର ତୃତୀୟ ଦୃଷ୍ଟି ମେଷ ରାଶିର ଦ୍ୱିତୀୟ ଧନସ୍ଥାନ ଉପରକୁ ରହୁଥିବାରୁ ମେଷ ରାଶିର ବ୍ୟକ୍ତିଙ୍କର ସଞ୍ଚିତ ଧନର ପରିମାଣ ହ୍ରାସ ହେବ। ଯେତେ ରୋଜଗାର କଲେ ମଧ୍ୟ ନିଅଣ୍ଟିଆ ପରିସ୍ଥିତି ଲାଗି ରହିବ। ଜୁଲାଇ ମାସର ପ୍ରଥମାର୍ଦ୍ଧରେ ସୂର୍ଯ୍ୟ ମେଷ ରାଶି ପାଇଁ ଅନୁକୂଳ ସ୍ଥିତିରେ ରହିଥିବାରୁ ନାମ ଓ ଯଶ ପ୍ରଦାନ କରିବେ। ସରକାରୀ ସ୍ତରରୁ ସହାୟତା ମିଳିବ। କିନ୍ତୁ ମାସର ଦ୍ୱିତୀୟାର୍ଦ୍ଧରେ ସୂର୍ଯ୍ୟ ମେଷ ରାଶିର ଚତୁର୍ଥ ଭାବରେ ଅବସ୍ଥାନ କରୁଥିବାରୁ ନାମ, ଯଶ, ଅର୍ଥ ଓ ପ୍ରେମ ସମ୍ବନ୍ଧରେ ଭଲ ଫଳ ସବୁ ପାଇପାରିବେ ନାହିଁ। ଲଭ୍ ଲାଇଫରେ ଥିବା ପ୍ରେମୀ ଯୁଗଳଙ୍କ ପାଇଁ ମାସର ପ୍ରଥମାର୍ଦ୍ଧରେ ପ୍ରେମ ସମ୍ପର୍କରେ ଜୁଆର ଆସିବାକୁ ଥିଲାବେଳେ ଦ୍ୱିତୀୟାର୍ଦ୍ଧରେ ପ୍ରେମ ସମ୍ପର୍କରେ ଭଟ୍ଟା ଦେଖାଯିବ। ତେଣୁ ପ୍ରେମୀ ଯୁଗଳ ଏହି ସମୟରେ ଭାବ ପ୍ରବଣତାରେ ଭାସି ନଯାଇ ବାସ୍ତବବାଦୀ ହେବା ଉଚିତ ହେବ। ପାରିବାରିକ ଦୃଷ୍ଟିକୋଣରୁ ମାସଟି ମଧ୍ୟମରୁ ଉତ୍ତମ ଧରଣର ଫଳ ପ୍ରଦାନ କରିବାର ସମ୍ଭାବନା ରହିଅଛି। ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ମଧ୍ୟରେ ସମନ୍ୱୟ ରହିବ। ପରିବାରରେ ହର୍ଷ ଉଲ୍ଲାସ ଲାଗି ରହିବ। ଗୃହରେ ଦୈବ ଆରାଧନା ଓ ଦେବ ପୂଜନ କାର୍ଯ୍ୟକ୍ରମ ମନକୁ ଶାନ୍ତି ପ୍ରଦାନ କରିବ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦେଖିବାକୁ ଗଲେ ଜୁଲାଇ ମାସଟି ମେଷ ରାଶି ପାଇଁ ସ୍ୱାସ୍ଥ୍ୟଗତ ସମସ୍ୟା ପ୍ରଦାନ କରିବାର ସମ୍ଭାବନା ରହିଅଛି। ମେଷ ରାଶି ଅଧିପତି ମଙ୍ଗଳ ମହାଗ୍ରହ ଶରୀରରେ ବ୍ରଣ, ଘା, ଫୋଟକା ହେଲା ଭଳି ସମସ୍ୟା ପ୍ରଦାନ କରିପାରନ୍ତି। ବ୍ଲଡ଼ ପ୍ରେସରର ମଧ୍ୟ ସମ୍ଭାବନା ରହିଅଛି। ମାସର ଦ୍ୱିତୀୟାର୍ଦ୍ଧରେ ରୋଗରୁ ଆରୋଗ୍ୟ ପ୍ରଦାନକାରୀ ଗ୍ରହ ନିର୍ବଳ ହେବା ଦ୍ୱାରା ଚକ୍ଷୁଗତ ସମସ୍ୟା, ଖାଦ୍ୟ ବଦହଜମି, ଶରୀରରେ ହାଡ଼ଗତ ସମସ୍ୟା ତଥା ହୃଦୟ ବିକାର ଭଳି ସ୍ୱାସ୍ଥ୍ୟଗତ ସମସ୍ୟା ପ୍ରଦାନ କରିବାର ସମ୍ଭାବନା ମଧ୍ୟ ଦେଖାଯାଇପାରେ। ଏ ତ ଗଲା ମୋଟାମୋଟି ଭାବରେ ଜୁଲାଇ ମାସ ପାଇଁ ମେଷ ରାଶିର ମାସିକ ରାଶିଫଳ। ମାସଟିରେ ରହିଥିବା ଅଶୁଭତ୍ୱକୁ ଦୂର କରି ଶୁଭଫଳ ପାଇବା ନିମନ୍ତେ ମେଷ ରାଶିର ଅଧିପତି ମଙ୍ଗଳ ମହାଗ୍ରହଙ୍କର ପ୍ରତିକାର
ଜଣେ ବିଦ୍ୱାନ ବ୍ୟକ୍ତିଙ୍କର ପରାମର୍ଶରେ ସମ୍ପନ୍ନ କରନ୍ତୁ। ପ୍ରତ୍ୟହ ହନୁମାନ ଚାଳିଶା ପାଠ କଲେ ମଙ୍ଗଳଜନିତ ପୀଡ଼ାରୁ ରକ୍ଷା ମିଳିଥାଏ। ପରିଶେଷରେ ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ରଥ ଉପରେ ଦର୍ଶନ କଲେ ରହିଥିବା ସମସ୍ତ ଦୋଷ ଖଣ୍ଡନ ହୋଇ ମନୋବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବାକୁ ଅନୁରୋଧ। ନମସ୍କାର। ତପନ।